ମୋ ନାଁ ବୈକୁଣ୍ଠ ମଣ୍ଡଳ ଗାଁ କାମତା। ଆଜି ସକାଳେ ଗୋଟେ ବହୁତ କଷ୍ଟ ଦୁଃଖଦ ଘଟଣା ଗୋଟେ ଘଟିଯାଇଛି। ଜଣେ ସେ ଲକ୍ଷ୍ମଣ ମଣ୍ଡଳ ବୋଲି ଜଣେ ତାଙ୍କେ ମରିଯାଇଥିଲେ। ତାଙ୍କ ଶବ ଦେହ ପାଇଁ ସକାଳେ ସବୁ ବ୍ୟବସ୍ଥା କଲା ବେଳକୁ ଶବ ଦେହ ପାଇଁ ପ୍ରସ୍ତୁତ ହେଲା ବେଳକୁ ତାଙ୍କ ପୁଅ ଉପରେ ପାଗ ବହୁତ ଖରାପ ଥିଲା, ବର୍ଷା ହେଉଥିଲା, ପବନ ହେଉଥିଲା। ହଠାତ୍ ଗୋଟେ ଗଛ ଡାଳ, ବଡ଼ ଗଛ ଡାଳ ଗୋଟେ ଆସିକି ମୃତ ଲକ୍ଷ୍ମଣ ମଣ୍ଡଳଙ୍କ ପୁଅର ମୁଣ୍ଡ ଉପରେ ପଡ଼ିଯାଇଥିଲା। ତ ସ୍ପଟ୍ରେ ହିଁ ବହୁତ ମାଡ଼ ହୋଇଥିଲା ପିଲାଟିକୁ। ଆଉ ବରିଗୁମା ମେଡ଼ିକାଲ ଆଣିଲା ଭିତରକୁ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ଏକ ବହୁତ ହୃଦୟ ବିଦାରକ ଘଟଣା। ବର୍ତ୍ତମାନ ଆମ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସମସ୍ତେ ପୁରା ଦୁଃଖରେ ମ୍ରିୟମାଣ ଅଛନ୍ତି। ଏ ପରିପ୍ରେକ୍ଷୀରେ ମୁଁ ସରକାରଙ୍କୁ ଅନୁରୋଧ କରିବି, ଏ ଦୁଃଖ ସନ୍ତପ୍ତ ପରିବାରକୁ କିଛି ଆର୍ଥିକ ସାହାଯ୍ୟ କଲେ ସେ ପରିବାର ଉପକୃତ ହୋଇପାରିବେ। ଜଗଦୀଶ ଚନ୍ଦ୍ର ମଣ୍ଡଳ କାମତା। ଲକ୍ଷ୍ମଣ ମଣ୍ଡଳ ସକାଳେ 5ଟା ବେଳେ କୋରାପୁଟରୁ ଡେଥ୍ ହେଇଗଲା ତାଙ୍କର। ଯେହେତୁ ତାଙ୍କର ଗାଁ କାମତା, ସେଥିପାଇଁ ତାଙ୍କେ କାମତା ଆସିଲେ। କାମତା ଆଇଲା ପରେ ତାଙ୍କର ଶବଦାହ କରିବା ପାଇଁ ଗଛପତ୍ର କଟାଗଲା। ତାପରେ ତାଙ୍କ ପୁଅ ବାରିପଟେ ଯାଇଥିଲା, ସେଇଠୁ ଗୋଟେ ଗଛ ଅକସ୍ମାତ ତାଙ୍କ ମୁଣ୍ଡ ଉପରେ ପଡ଼ିକିରି ତାଙ୍କର ବି ଆଜି ବରିଗୁମା ଥାନାରେ ବରିଗୁମା ମେଡ଼ିକାଲରେ ଡେଥ୍ ହେଇଯାଇଛି, ମୃତ୍ୟୁବରଣ ହେଇଯାଇଛି। ଆଉ ତାଙ୍କୁ କିଛି ସରକାରୀ ସହାୟତା କିଛି ମିଳିଲେ ଆମେ ଟିକେ ଗାଁବାସୀ ବହୁତ ଦୁଃଖ। ଏବେ ବାପା ମରିଯାଇଛନ୍ତି, ଏବେ ତାଙ୍କର ପୁଅ ମରିଯାଇଛନ୍ତି। ବହୁତ ଦୁଃଖର କଥା। ମୁଁ ଆଉ କିଛି ବାପା ମରିକିରି ଏବେ ଗାଁ ଲୋକ ସବୁ ଅଛନ୍ତି, ତାକୁ ନେବା ପାଇଁ ରେଡ଼ି କଲେ। ପୁଅର କଥା ଶୁଣିକି ଆଉ ରହିଯାଇଛନ୍ତି, ସ୍ତବ୍ଧ ହେଇକି ରହିଯାଇଛନ୍ତି। କ'ଣ ହେବ ଯଦି ହେଲେ ଏକା ସହିତ 2 ଜଣ ଏକା ସହିତ ଶବ ନେବେ ଆଉ।